ଖରା ଦିନ ପାଇଁ କଲରାର ଏହି ରେସିପି ନିହାତି ଟ୍ରାଏ କରନ୍ତୁ। ପଖାଳ ସାଙ୍ଗରେ ବହୁତ ଭଲ ଲାଗିବ। ସେଥିପାଇଁ କିଛି ଛୋଟ କଲରା ନେଇଛି ଏବଂ କିଛି ଆଳୁକୁ ମଧ୍ୟ ଲମ୍ବା ଲମ୍ବା କରି କାଟି ଦେଇଛି। ଏବେ ଗୋଟେ ପ୍ରେସର କୁକରରେ ଟିକେ ପାଣି ଦେଇଛି, ସେଥିରେ ଟିକେ ଲୁଣ ଏବଂ ହଳଦୀ ଦେଇଦେଉଛି। ପାଣିଟା ଭଲ ଭାବରେ ଫୁଟିଗଲା ପରେ ଏଥିରେ କାଟିକି ରଖିଥିବା କଲରା ଏବଂ ଆଳୁ ଦେଇଦେବା। ପ୍ରେସର କଭର ଦେଇକି ଗୋଟେ ସିଟି ଆସିଲା ପର୍ଯ୍ୟନ୍ତ ବସାଇଦେବା। ଗୋଟେ ସିଟିରେ କଲରା ଆଳୁ ସିଝିଯିବ। ଏବେ ଗୋଟେ କଡ଼େଇରେ ସୋରିଷ ତେଲ ନେଇଛି। ତେଲଟା ଗରମ ହେଇସାରିଲା ପରେ ଫୁଟଣ, ଶୁଖିଲା ଲଙ୍କା ଏବଂ ପିଆଜ ଦେଇଦେବା। ପିଆଜ ଟିକେ ପାଚିଗଲା ପରେ ସେଥିରେ ଅଦା ରସୁଣ ପେଷ୍ଟ ଦେଇଦେବା। ଅଦା ରସୁଣ ପେଷ୍ଟକୁ ଭଲ ଭାବରେ କଷିଦେବା। ଏବେ ସେଥିରେ ଗୋଟେ ଚାମଚ ଲଙ୍କା ଗୁଣ୍ଡ ଦେଇଦେବା ଏବଂ କିଛି ଟମାଟରକୁ ମଧ୍ୟ ମୁଁ କାଟିକି ରଖିଛି। ଟମାଟରକୁ ଏଥିରେ ଆଡ଼୍ କରିଦେବା। ଟମାଟରଟା ମେଲ୍ଟ ହେବା ପାଇଁ ତାକୁ ଆମେ ଘୋଡ଼େଇକି ଟିକେ ସମୟ ବସାଇଦେବା। ବର୍ତ୍ତମାନ ଦେଖନ୍ତୁ ଆମ ଟମାଟରଟା ମେଲ୍ଟ ହେଇଗଲାଣି। ଆମର କଲରାଟା ମଧ୍ୟ ସିଝି ଯାଇଛି। କଲରାରେ ଯେଉଁ ପାଣିଟା ବାହାରିଛି ସେ ପାଣିଟାକୁ ପକାଇଦେବା ଏବଂ କେବଳ କଲରା ଏବଂ ଆଳୁକୁ ଆମ ଏଇ ମସଲାରେ ଆଡ଼୍ କରିଦେବା। ତାକୁ ସ୍ଲୋ ଫ୍ଲେମ୍ରେ ଟିକେ ଭାଜିଦେବା। ଶେଷରେ ଏଥିରେ କିଛି କଞ୍ଚା ଲଙ୍କାକୁ କାଟିକି ଆଡ଼୍ କରିଦେବା। ଭଲ ଭାବରେ ଗୋଳେଇଦେବା। ଏଇ ରେସିପି ନିହାତି ଟ୍ରାଏ କରନ୍ତୁ ଏବଂ ପଖାଳ ସାଙ୍ଗରେ ଖାଆନ୍ତୁ, ବହୁତ ଭଲ ଲାଗିବ।